आईपीएल 2025 चेन्नई सुपर किंग्स ପାଇଁ ବିପଦ ସାଜିଲେଣି ଧୋନି। ଚେନ୍ନାଇ ସୁପର କିଙ୍ଗସର ପ୍ରଶଂସକଙ୍କ ପାଇଁ ଏମ୍ଏସ୍ ଧୋନି କୌଣସି ଭଗବାନଙ୍କ ଠାରୁ କମ୍ ନୁହନ୍ତି। ଧୋନିଙ୍କ ଯୋଗୁଁ ହିଁ ସାରା ବିଶ୍ୱର ପ୍ରଶଂସକ ଚେନ୍ନାଇ ସୁପର କିଙ୍ଗସକୁ ସଲାମ କରନ୍ତି। ତଥାପି ପୂର୍ବତନ ସିଏସ୍କେ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ବିଶ୍ୱାସ କରନ୍ତି ଯେ ଏହା କୌଣସି ପ୍ରକାରେ ଚେନ୍ନାଇକୁ କ୍ଷତି ପହଞ୍ଚାଉଛି। ରାୟୁଡୁ ପରାମର୍ଶ ଦେଇଥିଲେ ଯେ ଚେନ୍ନାଇ ପ୍ରଶଂସକମାନେ ପ୍ରଥମେ ଧୋନିଙ୍କ ସମର୍ଥକ ଏବଂ ଏହି ଅଜବ ଆବେଗ ଫ୍ରାଞ୍ଚାଇଜି ପାଇଁ ଭଲ ନୁହେଁ। ତେବେ ଆସନ୍ତୁ ଜାଣିବା କାହିଁକି। ରାୟୁଡୁ କହିଛନ୍ତି ଯେ ଏହା ବହୁତ ଅଜବ ଏବଂ ମୁଁ ଭାବୁନାହିଁ ଯେ ଏହା ଖେଳ ପାଇଁ ଭଲ ଅଟେ। ଯଦି ଆପଣ ଜଣେ ନୂଆ ଖେଳାଳି ତେବେ ଏହା ବହୁତ ଭୟଙ୍କର ହୋଇପାରେ। ସମର୍ଥନ ବହୁତ ଭଲ, କିନ୍ତୁ ଯେତେବେଳେ ଆପଣ ଖେଳିବେ ଆପଣ ଅନୁଭବ କରିବେ ଯେ ସେମାନେ ସିଏସ୍କେ ପ୍ରଶଂସକ ହେବା ପୂର୍ବରୁ ଧୋନିଙ୍କ ପ୍ରଶଂସକ। ଏହା ବହୁତ ସ୍ପଷ୍ଟ ଏବଂ ଠିକ୍ ମଧ୍ୟ, କାରଣ ଦଳ ବର୍ଷ ବର୍ଷ ଧରି ଏହିପରି ଭାବରେ ଗଠନ କରାଯାଇଛି। ତେବେ ତାଙ୍କୁ ସେଥିପାଇଁ ଥାଲା କୁହାଯାଏ ଏବଂ ସେ ହିଁ ସିଏସ୍କେର ନିଷ୍ପତ୍ତି ନିଅନ୍ତି। ଏବେ ପରିସ୍ଥିତି ଏପରି ହୋଇଯାଇଛି ଯେ ଲୋକମାନେ ତାଙ୍କ ପ୍ରତି ପାଗଳାମି ମଧ୍ୟ କରୁଛନ୍ତି। ଅନ୍ୟ ସିଏସ୍କେ ଖେଳାଳିଙ୍କୁ ସମର୍ଥନ ମିଳୁନାହିଁ। ରାୟୁଡୁ ଏହା ମଧ୍ୟ ପ୍ରକାଶ କରିଥିଲେ ଯେ କିପରି ସିଏସ୍କେ ପ୍ରଶଂସକମାନେ ପ୍ରାୟତଃ ଧୋନିଙ୍କ ବ୍ୟାଟିଂ ଦେଖିବା ପାଇଁ ନିଜ ଖେଳାଳିମାନଙ୍କ ଆଉଟ୍ ହେବା ପରେ ଉତ୍ସବ ପାଳନ କରନ୍ତି। ଗତ ସପ୍ତାହରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ମଧ୍ୟ ସମାନ ଘଟଣା ଘଟିଥିଲା। ରାୟୁଡୁ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଅନେକ ଖେଳାଳି ଏହି ଆଚରଣକୁ ଅଜବ କହିଥିଲେ। ସେ କହିଥିଲେ ଏହା ଅନେକ ବର୍ଷ ଧରି ଘଟି ଆସୁଛି ଏବଂ ଅନେକ ଖେଳାଳି ଏହାକୁ ଅନୁଭବ କରୁଛନ୍ତି। ଯଦିଓ ଖୋଲାଖୋଲି କିଛି କୁହାଯାଇ ନାହିଁ, ସେମାନେ ଧୋନିଙ୍କୁ ଭଲ ପାଆନ୍ତି ଏବଂ ସେ ମଧ୍ୟ, କିନ୍ତୁ ଯେତେବେଳେ ଅନ୍ୟ ଖେଳାଳିମାନେ ବ୍ୟାଟିଂ କରିବାକୁ ଆସନ୍ତି ଏବଂ ପ୍ରଶଂସକମାନେ ଆଉଟ୍ ହେବାକୁ ଚିତ୍କାର କରନ୍ତି ତାହା ଅଜବ ଲାଗେ। ରାୟୁଡୁ ପରାମର୍ଶ ଦେଇଥିଲେ ଯେ କେବଳ ଧୋନି ହିଁ ଏହି ସମସ୍ୟାର ସମାଧାନ କରିପାରିବେ। ଏହା ସହିତ ସେ ଫ୍ରାଞ୍ଚାଇଜକୁ ସେହି ସମୟ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ ଯେତେବେଳେ 5 ଥର ଆଇପିଏଲ୍ ବିଜେତା ଅଧିନାୟକ ଦଳରେ ରହିବେ ନାହିଁ। ସେ ଆହୁରି କହିଛନ୍ତି ଏହି ସମସ୍ୟାକୁ ଧୋନି କେବଳ ସମାଧାନ କରିପାରିବେ। ଏମାନେ ସମସ୍ତେ ଆମର ଖେଳାଳି ଏବଂ ସେମାନେ ମୋ ପରି ସମାନ ଭାବରେ ବ୍ୟାଟିଂ କରୁଛନ୍ତି। ତେବେ ପ୍ରଶଂସକମାନେ ଶାନ୍ତ ହୋଇପାରିବେ। ଏହା ଖେଳାଳିମାନଙ୍କ ପାଇଁ ଭଲ ହେବ। ରାୟୁଡୁ ଆହୁରି କହିଛନ୍ତି ଏହା ଚ୍ୟାଲେଞ୍ଜିଂ ହୋଇପାରେ, କେବଳ ଖେଳାଳି କିମ୍ବା ଚେନ୍ନାଇ ପାଇଁ ନୁହେଁ ବରଂ ଫ୍ରାଞ୍ଚାଇଜ ପାଇଁ ମଧ୍ୟ, କାରଣ ସେମାନେ ପ୍ରଶଂସକମାନଙ୍କୁ ଆକର୍ଷିତ କରିବା ପାଇଁ ଧୋନି ବ୍ୟତୀତ ଅନ୍ୟ କାହାକୁ ପ୍ରସ୍ତୁତ କରିନାହାନ୍ତି। ଯଦି ଧୋନି ନାହାନ୍ତି ତେବେ ବ୍ରାଣ୍ଡିଂ ଏବଂ ପ୍ରଶଂସକମାନଙ୍କୁ ବଜାୟ ରଖିବା ପାଇଁ ସେମାନଙ୍କୁ କିଛି ନୂତନ ଚିନ୍ତା କରିବାକୁ ପଡ଼ିବ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ବୁକ୍ ଓଡ଼ିଆ।